ପରିବେଶ ସୃଷ୍ଟି କରିବାକୁ ପ୍ରତିଜ୍ଞା କରୁଛୁ। ଯେଉଁଠାରେ ପିଲାମାନେ ସେମାନଙ୍କର ନିଜ ଭାଷାକୁ ମୁକ୍ତ ଭାବରେ ବ୍ୟବହାର କରିପାରିବେ। ନିପୁଣ ଓଡ଼ିଶା ଅନ୍ତର୍ଗତ ହୀରାକୁଦ କ୍ଲଷ୍ଟରରେ ଏକ FLNର କର୍ମଶାଳା ଆୟୋଜିତ ହୋଇଥିଲା। ଏଥିରେ ହୀରାକୁଦର ସମସ୍ତ ସ୍କୁଲର FLN ଟିଚର ଏବଂ FLN ଛାତ୍ରଛାତ୍ରୀଙ୍କୁ ନେଇ ଏକ ଖୁବ୍ ସୁନ୍ଦର କର୍ମଶାଳାର ଆୟୋଜନ କରାଯାଇଥିଲା। ସମସ୍ତ ସ୍କୁଲରୁ 10 ଜଣ ଲେଖାଏଁ ପ୍ରତିଯୋଗୀ ଆସିଥିଲେ ଏବଂ ଜଣେ ଗାଇଡ୍ ଟିଚର ଏଠାରେ ଉପସ୍ଥିତ ହୋଇଥିଲେ। ପିଲାମାନଙ୍କ ଦ୍ୱାରା ପୁଣି ଟିଚରମାନଙ୍କର ସହାୟତାରେ ବହୁତ ସୁନ୍ଦର ସୁନ୍ଦର ପେଡାଗୋଜିକାଲ ଟିଚିଂ ଟେକ୍ନିକ୍ସ ଗୁଡ଼ାକ ଏଠାରେ ଦେଖିବାକୁ ମିଳିଥିଲା। ଏଥିରେ ବିଭିନ୍ନ ପ୍ରକାର ସଂଖ୍ୟା ଜ୍ଞାନ ସମ୍ବନ୍ଧୀୟ ଅନେକ ଅଭିନବ ଢଙ୍ଗର TLM ସବୁ ପ୍ରଦର୍ଶନ କରାଯାଇଥିଲା। ପୁଣି ତତ୍ ସହିତ ଭାଷା ଅନ୍ତର୍ଗତ ସ୍ୱାକ୍ଷରତା କାର୍ଯ୍ୟକ୍ରମ ନିମନ୍ତେ ଅନେକ ପ୍ରକାରର TLM, ଯାହାଦ୍ୱାରା କି ଆମର ପ୍ରଥମ ଶ୍ରେଣୀ, ଦ୍ୱିତୀୟ ଶ୍ରେଣୀ ଏବଂ ତୃତୀୟ ଶ୍ରେଣୀର ପିଲାମାନେ ପାଠକୁ କେମିତି ସୁଗମ ଢଙ୍ଗରେ ବୁଝିପାରିବେ ତାର ନିମନ୍ତେ ଏକ ପ୍ରଦର୍ଶନୀ ସ୍ୱରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା। ଏହି କାର୍ଯ୍ୟକ୍ରମରେ ପାଖାପାଖି 300ରୁ 350 ଜଣ ଉପସ୍ଥିତ ଥିଲେ। ସମସ୍ତ ପ୍ରକାର TLM ର ପ୍ରେଜେଣ୍ଟେସନ ହୋଇସାରିବା ପରେ କୁନି କୁନି ପିଲାମାନଙ୍କର ଦ୍ୱାରା ସୃଜନଶୀଳ କାର୍ଯ୍ୟକ୍ରମ ଯଥା ଗୀତ, ନାଚ, ଗଳ୍ପ କହିବା ଇତ୍ୟାଦି ଅନେକ ପ୍ରକାରର କାର୍ଯ୍ୟକ୍ରମ ହୋଇଥିଲା ଏବଂ ଶେଷରେ ଯେଉଁମାନଙ୍କର ଭଲ ପ୍ରଦର୍ଶନ ହୋଇପାରିଥିଲା ସେମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ପୁଣି ଅଭିଭାବକମାନଙ୍କ ନିମନ୍ତେ ଅନେକ ଦାୟିତ୍ୱକୁ ବୁଝାଇ ଦିଆଯାଇଥିଲା। ସେମାନେ ଘରେ କି ପ୍ରକାର ଭାବରେ ପିଲାମାନଙ୍କୁ ପାଠ ପଢ଼ିବାରେ ସାହାଯ୍ୟ କରିପାରିବେ ତତ୍ ସମ୍ପର୍କିତ ଅନେକ ସୂଚନା କୌଶଳ ବିଷୟରେ ଅଭିଭାବକମାନଙ୍କୁ ବୁଝାଇ ଦିଆଯାଇଥିଲା। ସମସ୍ତେ ଏହି କାର୍ଯ୍ୟକ୍ରମକୁ ଦେଖି ପୁଣି ନିଜ ପିଲାମାନଙ୍କ ଦ୍ୱାରା ଅନେକ ସୁନ୍ଦର ସୁନ୍ଦର ପ୍ରେଜେଣ୍ଟେସନ ଦେଖି ସମସ୍ତେ ବେଶ ଆନନ୍ଦିତ ହୋଇଥିଲେ ଏବଂ ଏହି କାର୍ଯ୍ୟକ୍ରମକୁ ମଧ୍ୟ ସମସ୍ତେ ପ୍ରଶଂସା କଲେ। ଆସନ୍ତା ଦିନମାନଙ୍କରେ ପିଲାମାନଙ୍କର ଉନ୍ନତି ନିମନ୍ତେ ଆହୁରି ଅନେକ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯିବାର ବ୍ୟବସ୍ଥା କରାଯାଇଅଛି। ତେବେ ଆଜିର କାର୍ଯ୍ୟକ୍ରମରେ ଏତିକି। ସମସ୍ତଙ୍କୁ ନମସ୍କାର।